ଯୁକ୍ତ ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା। କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପ୍ରଥମ ବର୍ଷର ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ବାରିକ ଗତକାଲି କଲେଜରେ ପରୀକ୍ଷା ଦେଇ ଫେରୁଥିବା ସମୟରେ କଲେଜଠାରୁ 5 କିଲୋମିଟର ଦୂର ଜଙ୍ଗଲିଆ ରାସ୍ତାରେ କେହି ଜଣେ ଦୁର୍ବୃତ୍ତ ଛାତ୍ରୀଙ୍କୁ ବଳପୂର୍ବକ ଜଙ୍ଗଲ ମଧ୍ୟକୁ ନେଇ ଦୁଷ୍କର୍ମ କରିବା ସହିତ ହତ୍ୟା କରିଥିବା ଜଣାପଡ଼ିଛି। ଛାତ୍ରୀ ଜଣକ ଗତକାଲି ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଜଙ୍ଗଲ ମଧ୍ୟରୁ ଉକ୍ତ ଛାତ୍ରୀଙ୍କ ମୃତଦେହ ଠାବ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଛାନଭିନ୍ ଚଳାଇଥିଲେ ବି ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀ ଏଯାବତ୍ ଧରାପଡ଼ିନାହାନ୍ତି। କାମାକ୍ଷାନଗରରୁ ଲକ୍ଷ୍ମଣ ବେହେରାଙ୍କ ରିପୋର୍ଟ, ଓଡ଼ିଶା ମିରର। ଏତିକି ମୋ ନିବେଦନ ସରକାର ଏଟାର ଇନଭେଷ୍ଟିଂ କରି ଏଟା ବହୁତ କ୍ରିଟିକାଲ ନେଇକି ଆପଣ ଏଟାକୁ ବହୁତ କେସଟାକୁ ହ୍ୟାଣ୍ଡେଲ କରିକି ମୋତେ ସମାଧାନ କଲେ ମୁଁ ବହୁତ ଖୁସି ହେବି। ଡେଡ୍ ବଡି ଠାବ କରାଯାଇଛି। କ'ଣ କହିବେ, କ'ଣ ପାରିପାର୍ଶ୍ୱିକ ସ୍ଥିତି ଆପଣ ତଦନ୍ତ କରିଛନ୍ତି? କ'ଣ ସକାଳେ ଆମେ ଗୋଟେ ଇନଫର୍ମେସନ୍ ପାଇଛୁ। ଇନଫର୍ମେସନ୍ ପାଇଲା ପରେ କାମାକ୍ଷାନଗର ଥାନାରେ ଗୋଟେ କେସ୍ ରେଜିଷ୍ଟର କରାଯାଇଛି। କେସ୍ ସରିଲା ପରେ ଆମେ ତଦନ୍ତ ଆରମ୍ଭ କରିଦେଇଛୁ। ସାଇଣ୍ଟିଫିକ୍ ଟିମ୍ ଆସିକି ତାଙ୍କର ସାଇଣ୍ଟିଫିକ୍ ସାଙ୍ଗରେ କରିଦେଇଛନ୍ତି। ଡଗ୍ ସ୍କ୍ୱାଡ୍ ଆସିକି ତା'ର ପ୍ୟାକିଂ କରିଦେଇଛି। ଯାହାପରେ ଆମର ବାକି ଇନଭେଷ୍ଟିଗେସନ୍ର ଷ୍ଟେପ୍ସ ହେଇଯାଇଛି। ବର୍ତ୍ତମାନ ଆମେ ଡେଡ୍ ବଡିକୁ ପୋଷ୍ଟମର୍ଟମ୍ ଏକ୍ସାମିନେସନ୍ ପାଇଁ ପଠାଉଛୁ। ଆଉ ତାପରେ ଫର୍ଦର ଇନଭେଷ୍ଟିଗେସନ୍ କଣ୍ଟିନ୍ୟୁ ରହିଛି। କ'ଣ ଅନୁମାନ ସାର୍ କ'ଣ କରାଯାଉଛି? ଆମେ ବହୁତ ଶୀଘ୍ର ଅଛି, କିଛି ସଠିକ୍ ଓପିନିଅନ୍ ଦେଇ ହେବ ନାହିଁ। ଆମେ ସବୁ ଓପିନିଅନ୍ ପାଇଁ ଅପେକ୍ଷା କରୁଛୁ। ପୋଷ୍ଟମର୍ଟମ୍ ହେଇଗଲେ ଆମେ ଜଣାପଡ଼ିବ କ'ଣ କେମିତି ଅଛି। ସାର୍ ଏଇଟା ଡେଥ୍ ନା ମର୍ଡର ବୋଲି ଲାଗୁଛି ଆପଣ କିଛି ଫାଇନାଲ୍ ମର୍ଡର ବୋଲି ଫାଇନାଲ୍ ହେଇଯାଉଛି ଏଇଟା? ନାଇଁ, ଆମେ ବର୍ତ୍ତମାନ ବି ଆମେ ପୋଷ୍ଟମର୍ଟମ୍ ଏକ୍ସାମିନେସନ୍ ପାଇଁ ଇଏ କରିଛୁ, ପଠାଇବୁ। ଆଉ ତାପରେ ଆମେ ୱେଟ୍ କରିବୁ। ତାପରେ ଆମେ